ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ଗୋଲୋକ ବିହାରୀ ଦଳଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା। ଗୋଲୋକ ବିହାରୀ ଦଳ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଜଣେ ଭାଷାତତ୍ତ୍ୱବିତ୍, ପ୍ରଫେସର, ଧ୍ୱନିତତ୍ତ୍ୱବିତ୍, ଅନୁବାଦକ, ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ। ଜଣେ ପ୍ରାବନ୍ଧିକ ଭାବେ ସେ ବିଭିନ୍ନ ଗଠନମୂଳକ ମୂଲ୍ୟବୋଧ ତଥା ଓଡ଼ିଶାର ସମାଜ, ଶିକ୍ଷା, ସଂସ୍କୃତି ଓ ପରମ୍ପରା ଉପରେ ପ୍ରବନ୍ଧମାନ ରଚନା କରୁଥିଲେ। ଭାରତର ଜାତୀୟ ଜୀବନର ତ୍ରୁଟି ବିଚ୍ୟୁତି ଉପରେ ତାଙ୍କର କିଛି ପ୍ରବନ୍ଧ ରଚିତ। ତାଙ୍କ ପ୍ରବନ୍ଧମାନ ସରଳ, ସଂକ୍ଷିପ୍ତ ଓ ଇଙ୍ଗିତଧର୍ମୀ। ତାଙ୍କ ପ୍ରାରମ୍ଭିକ ଜୀବନୀ ସମ୍ପର୍କରେ ମଧ୍ୟ ଆମେମାନେ ଜାଣି ରଖିବା। ସେ 1921 ମସିହା ଡିସେମ୍ବର ମାସ 15 ତାରିଖରେ ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଢିଅ ଗ୍ରାମରେ ଭୋଳେଶ୍ୱର ଦଳ ଓ ଜାହ୍ନବୀ ଦେବୀଙ୍କ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ। ଛାତ୍ର ଅବସ୍ଥାରୁ ତାଙ୍କର ସାହିତ୍ୟ ପ୍ରତି ଆଗ୍ରହ ଥିଲା। ଗୋଲୋକ ବିହାରୀ ଦଳଙ୍କର ଶିକ୍ଷା ଆଉ ବୃତ୍ତିଗତ ଜୀବନ କିଭଳି ଥିଲା ତାହା ମଧ୍ୟ ଜାଣି ରଖିବା। ସେ ନିଜ ସ୍କୁଲ ଶିକ୍ଷା ଢେଙ୍କାନାଳ ବିବି ହାଇସ୍କୁଲ ଓ କଲେଜ ଶିକ୍ଷା ରେଭେନ୍ସା ମହାବିଦ୍ୟାଳୟରୁ ହାସଲ କରିଥିଲେ। 1943 ମସିହାରେ ପାଟନା ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ରେଭେନ୍ସା ମହାବିଦ୍ୟାଳୟରୁ ସଂସ୍କୃତ ଅନର୍ସରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବା ସହ ସର୍ବଶ୍ରେଷ୍ଠ ସ୍ନାତକ ଭାବେ ପୁରସ୍କୃତ ହୋଇଥିଲେ। 1945 ମସିହାରେ ପାଟନା ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ପାଟନା ମହାବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେବା ପରେ ସେହି ବର୍ଷ ପୁରୀ କଲେଜରେ ସଂସ୍କୃତ ଓ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ। ପରେ ପରେ ସମ୍ବଲପୁର ମହାବିଦ୍ୟାଳୟକୁ ସେ ବଦଳି ହୋଇଥିଲେ। ସେହିଠାରୁ ସେ 1949 ମସିହାରେ ଲଣ୍ଡନ ବିଶ୍ୱବିଦ୍ୟାଳୟ ଗଲେ। ସେହି ଲଣ୍ଡନରୁ ଆମେରିକା ଓ ଫ୍ରାନ୍ସ ଯାତ୍ରା। ଫ୍ରାନ୍ସରେ ଏକ ଛାତ୍ର ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରି ଇଣ୍ଡିଆନ୍ ମାଇଣ୍ଡ ଥ୍ରୋଟ୍ ଦ ଏଜ୍ ସମ୍ପର୍କରେ ଭାଷଣ ଦେଇ ପ୍ରଶଂସିତ ହୋଇଥିଲେ। ବିଲାତର ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ି ଆସି ଆଧୁନିକ ଭାଷାବିଜ୍ଞାନକୁ ଓଡ଼ିଶାରେ ଲୋକପ୍ରିୟ କରାଇବାରେ ସେ ଅଗ୍ରଗଣ୍ୟ ଓ ପଥପ୍ରଦର୍ଶକ। ଭାଷାବିଜ୍ଞାନକୁ ସହଜ ଭାଷା ଓ ଭାବରେ ଲେଖି ସେ ଉଭୟ ସାଧାରଣ ପାଠକ ଓ ବୌଦ୍ଧିକ ଜଗତରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ ହିନ୍ଦୀ ଭାଷାରେ ପ୍ରଥମ ବିଜ୍ଞାନ ସମ୍ବନ୍ଧିତ ଧ୍ୱନି ବିଜ୍ଞାନ ବହି ଲେଖିଥିଲେ। ଭାରତ ସରକାରଙ୍କ ଅଧୀନସ୍ଥ ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କ IAS ଟ୍ରେନିଂ ସ୍କୁଲରେ ଭାଷା ବିଜ୍ଞାନ ମାଧ୍ୟମରେ ଭାଷା ଶିକ୍ଷା ଦେବାରେ ସେ ହେଉଛନ୍ତି ଭାରତର ପ୍ରଥମ ଅଧ୍ୟାପକ। 50 ଦଶକରେ ଭାରତରେ ନୂଆକରି ଆରମ୍ଭ ହୋଇଥିବା ଭାଷା ସ୍କୁଲଗୁଡ଼ିକରେ ଅଧ୍ୟାପନା କ୍ଷେତ୍ରରେ ସେ ଥିଲେ ସବୁଠୁ ସାନ ଓ ଏକମାତ୍ର ଓଡ଼ିଆ। 1955ରୁ 1958 ଯାଏଁ ଆଗ୍ରା ବିଶ୍ୱବିଦ୍ୟାଳୟ, ଯାହା ବର୍ତ୍ତମାନ BR ଆମ୍ବେଦକର ବିଶ୍ୱବିଦ୍ୟାଳୟ, ଯାହାକୁ ଏଗ୍ରି ୟୁନିଭର୍ସିଟି ଅଫ୍ ହିନ୍ଦୀ ଷ୍ଟ୍ରାଟେଜି, ବର୍ତ୍ତମାନ KM ଇନଷ୍ଟିଚ୍ୟୁଟ୍ ଅଫ୍ ହିନ୍ଦୀ ଷ୍ଟଡିଜ୍ ଆଣ୍ଡ ଲିଙ୍ଗୁଇଷ୍ଟିକ୍ସ ବିଭାଗରେ ପ୍ରାଧ୍ୟାପକ ଭାବେ ଯୋଗଦାନ ଦେଇଥିଲେ। ସେଠାରେ ସେ ଭାଷା ବିଜ୍ଞାନ ଅଧ୍ୟାପନ କରୁଥିଲେ। 1972 ମସିହାରେ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ହୋଇଥିଲେ। 1974 ମସିହା ଜୁନ୍ ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଭାଷା ସ୍କୁଲରେ କ୍ଲାସ୍ ନେଇସାରି ଗେଷ୍ଟ ହାଉସକୁ ଚଢ଼ୁଥିବା ବେଳେ ଆକସ୍ମିକ ସଂଜ୍ଞାହୀନ ଓ ପ୍ରାୟ 6 ଦିନ କୋମାରେ ରହି 24 ତାରିଖରେ ପରଲୋକ ବା ମୃତ୍ୟୁବରଣ କରିଥିଲେ। ତାଙ୍କ ରଚନାବଳୀ ସମ୍ପର୍କରେ ଜାଣି ରଖିବା। 10 ଖଣ୍ଡ ଭାଷାମୂଳକ ବହି ଲେଖିବା ସହିତ ବହୁ ପୁସ୍ତକକୁ ସେ ମଧ୍ୟ ଅନ୍ୟ ଭାଷାରୁ ଓଡ଼ିଆ ଭାଷାକୁ ଅନୁବାଦ କରିଛନ୍ତି। ପ୍ରେମଚାନ୍ଦଙ୍କ ଗୋଦାନ ଉପନ୍ୟାସର ଓଡ଼ିଆ ଅନୁବାଦ ପାଇଁ ତାଙ୍କୁ 1958ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିଶୁ ସାହିତ୍ୟ ଓ ପ୍ରୌଢ଼ ଶିକ୍ଷାମୂଳକ ବହି ପାଇଁ ସେ ଭାରତ ସରକାରଙ୍କ ଠାରୁ 3 ଥର ପୁରସ୍କୃତ। ଆମେରିକା ଚିଠି 1952 ମସିହାରେ ପ୍ରକାଶ ପାଇଥିଲା। ଲଣ୍ଡନ ଚିଠି
ଅମର ମଣିଷ, ଗଙ୍ଗାରୁ ଗୋଦାବରୀ, ବନ୍ଦୀ ନେହୁରୁ, ମଣିଷର ଭାଷା 1953, ପେଟର ପବନ ପାଟିର କଥା 1955, ଧ୍ୱନି ବିଜ୍ଞାନ ହିନ୍ଦୀରେ ପ୍ରକାଶ ପାଇଥିଲା ଯାହା 1958, ପେଟ କି ହୁଆ ମୁହଁ କି ବାତ ହିନ୍ଦୀରେ ଯାହା 1958ରେ ପ୍ରକାଶ ପାଇଥିଲା, ଇଂରେଜୀ ଉଚ୍ଚାରଣ ଶିକ୍ଷା 1963, ଓଡ଼ିଆ କେବେ 1963, ଏକ୍ସପ୍ରେସନ୍ ଇନ୍ ଓଡ଼ିଆ 1966, ଗାନ୍ଧୀଜୀ ଓ ଭାଷା ସମସ୍ୟା 1969, ଧ୍ୱନି ବିଜ୍ଞାନ 1974, ଭାଷାଶାସ୍ତ୍ର ପରିଚୟ 1976। ଏ ଥିଲା ତାଙ୍କର ରଚିତ ଭ୍ରମଣ ସାହିତ୍ୟ ଭାଷା ବିଜ୍ଞାନ ପୁସ୍ତକ ଗୁଡ଼ିକ। ସେ ପାଇଥିବା ପୁରସ୍କାର ସମ୍ମାନ ଗୁଡ଼ିକ ହେଉଛି ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର 1958 ମସିହାରେ ଗୋଦାନ ନିମନ୍ତେ ପାଇଥିଲେ। ଏ ଥିଲା ଗୋଲକ ବିହାରୀ ଦଳଙ୍କ ସମ୍ପର୍କିତ ଏକ ସାମୂହିକ ଆଲୋଚନା। ଏ ଆଲୋଚନାଟି ଯଦି ତୁମମାନଙ୍କୁ କିଛି ମାତ୍ରାରେ ସହଯୋଗ କରେ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ପ୍ରଦାନ କରିବେ।